3 ଅକ୍ଟୋବରରୁ ମହିଳା ଟି20 ବିଶ୍ୱକପ୍ 2024 ଆରମ୍ଭ ହେଉଛି। ଅକ୍ଟୋବର 3ରୁ ମହିଳା ଟି20 ବିଶ୍ୱକପ୍। ଅକ୍ଟୋବର 6ରେ ଖେଳିବ ପାକିସ୍ତାନ ଭର୍ସେସ୍ ଭାରତ। ଧମାଲ କରିବେ ମହିଳା କ୍ରିକେଟ ଦଳ। ପ୍ରତିଶୋଧ ନେବ ଭାରତ, ହାରିବ ପାକିସ୍ତାନ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ଶାରଜାଠାରେ ଖେଳାଯିବ। ଏହି ପୂରା ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ। ଭାରତୀୟ ମହିଳା ଦଳର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବ। ଏହି ମ୍ୟାଚ୍ 4 ଅକ୍ଟୋବରରେ ଦୁବାଇରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ 6 ଅକ୍ଟୋବରରେ ଖେଳାଯିବ। ସେମିଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ମୋଟ 4ଟି ମ୍ୟାଚ୍ ଖେଳିବାକୁ ପଡ଼ିବ। ଭାରତୀୟ ଦଳ ଦୁବାଇରେ 3ଟି ମ୍ୟାଚ୍ ଏବଂ ଶାରଜାଠାରେ ଗୋଟିଏ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ଦ୍ୱିତୀୟଟି ଦୁବାଇରେ ପାକିସ୍ତାନ ବିପକ୍ଷରେ ଖେଳିବ। ଭାରତର ତୃତୀୟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ହେବ ଏବଂ ଏହି ମ୍ୟାଚ୍ 2 ଅକ୍ଟୋବରରେ ଖେଳାଯିବ। ଟିମ୍ ଇଣ୍ଡିଆର ଗ୍ରୁପ୍ ମ୍ୟାଚ୍ର ଶେଷ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ହେବ। ଏହି ମ୍ୟାଚ୍ 13 ଅକ୍ଟୋବରରେ ଶାରଜାଠାରେ ଖେଳାଯିବ। ମହିଳା ଟି20 ବିଶ୍ୱକପ୍ 2024ର ପ୍ରଥମ ସେମିଫାଇନାଲ୍ 17 ଅକ୍ଟୋବରରେ ଦୁବାଇରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ୍ ଅକ୍ଟୋବର 18ରେ ଶାରଜାଠାରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ 20 ଅକ୍ଟୋବରରେ ଦୁବାଇରେ ଅନୁଷ୍ଠିତ ହେବ। ବିସିସିଆଇ ମଧ୍ୟ ମହିଳା ଟି20 ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ସ୍ମୃତି ମାନ୍ଧାନା, ଶେଫାଳି ବର୍ମା ଏବଂ ଦୀପ୍ତି ଶର୍ମା ସ୍ଥାନ ପାଇଛନ୍ତି। ଜେମିମା ରୋଡ୍ରିଗେଜ ଓ ରିଚା ଘୋଷ, ଏଷ୍ଟ୍ରିକା ଭାଟିଆ ଏବଂ ପୂଜା ବସ୍ତ୍ରକାର ମଧ୍ୟ ଦଳର ଏକ ଅଂଶ ବୋଲି ଘୋଷଣା ହୋଇଛି। ରେଣୁକା ସିଂ, ହେମଲତା ଏବଂ ଶୋଭନା ମଧ୍ୟ ସୁଯୋଗ ପାଇଛନ୍ତି। ରାଧା ଯାଦବଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯାଇଛି।